यूनिवर्स आपणଙ୍କୁ ସବୁବେଳେ ଶୁଣୁଥାନ୍ତି। ହଁ, ଆପଣ ଠିକ୍ ଶୁଣିଲେ। यूनिवर्स ଆପଣଙ୍କୁ ସବୁବେଳେ ଶୁଣୁଛନ୍ତି। ଆପଣ କ'ଣ କହୁଛନ୍ତି, କ'ଣ ବିଚାର କରୁଛନ୍ତି, ସବୁବେଳେ ଶୁଣୁଛନ୍ତି। ଆପଣ କହିବେ କ'ଣ यूनिवर्स ଓଡ଼ିଆ କଥା ବୁଝନ୍ତି? यूनिवर्स ଆପଣଙ୍କ ଭାଷାକୁ ନୁହଁ, ଫିଲିଂସକୁ ଫିଲ୍ କରିଥାନ୍ତି। ଆପଣ ଯେକୌଣସି ଲାଙ୍ଗୁଏଜ୍ କୁହନ୍ତୁ ନା କାହିଁକି, ପ୍ରତ୍ୟେକ ଲାଙ୍ଗୁଏଜ୍ର ଫିଲିଂସ ଅଛି। यूनिवर्स ଆପଣଙ୍କ ଫିଲିଂସର ପ୍ରତିକ୍ରିୟା କରିଥାନ୍ତି। ଆପଣଙ୍କ ଭିତରେ ଆପଣ କ'ଣ ଫିଲ୍ କରୁଛନ୍ତି ଇମ୍ପୋର୍ଟାଣ୍ଟ। यूनिवर्सଙ୍କ ଲାଙ୍ଗୁଏଜ୍ ହେଉଛି ଭାଇବ୍ରେସନ୍ ଆଉ ଫିଲିଂସ। यूनिवर्स ଆପଣଙ୍କ ପ୍ରତ୍ୟେକ ଫିଲିଂସର କିମ୍ବା ଭାଇବ୍ରେସନ୍କୁ ରେସ୍ପଣ୍ଡ କରିଥାନ୍ତି। ଆପଣ ଯେମିତି ସିଚୁଏସନ୍ରେ ରୁହନ୍ତୁ ନା କାହିଁକି, यूनिवर्स ଆପଣଙ୍କୁ ଆନ୍ସର କରିଥାନ୍ତି। ଆପଣଙ୍କୁ କେବଳ ଆୱେରନେସ୍ କିମ୍ବା ସଜାଗ ରହିବାକୁ ହେବ। ଆଉ ଆପଣଙ୍କ ଆୱେରନେସ୍ କିମ୍ବା ସଜାଗ ମେଡିଟେସନ୍ କରିବା ଦ୍ୱାରା ଆସିଥାଏ। ଦେଖନ୍ତୁ, यूनिवर्स ସମସ୍ତଙ୍କୁ ଗାଇଡ୍ କରିଥାନ୍ତି, କିନ୍ତୁ ସଜାଗ ନ ରହିବା କାରଣରୁ ଆପଣ यूनिवर्सଙ୍କ ଗାଇଡାନ୍ସ କିମ୍ବା ସାଇନ୍କୁ ଜାଣିପାରି ନଥାନ୍ତି। ମୁଁ ଯେତେବେଳେ ଆୱେରନେସ୍ରେ ରହୁନଥିଲି, ମୁଁ यूनिवर्सଙ୍କ ମେସେଜ୍ ଗ୍ରହଣ କରିପାରୁନଥିଲି। ଯେବେଠୁ ମୋର ଆୱେରନେସ୍ ବଢ଼ିଛି, ମୁଁ ନୋଟିସ୍ କଲି ଯେ यूनिवर्स ମୋତେ ସବୁବେଳେ ଗାଇଡ୍ କରିଥାନ୍ତି। ଆପଣ ଯେତେ କମ୍ ବିଚାର କରିବେ କିମ୍ବା କମ୍ ନେଗେଟିଭିଟିରେ ରହିବେ, ଆପଣ यूनिवर्सଙ୍କଠୁ ମେସେଜ୍ ଗ୍ରହଣ କରିପାରିବେ। ଆପଣଙ୍କୁ ଆପଣଙ୍କ ମନରୁ ଡର, ଭୟ, ଡାଉଟ୍, ଇନସିକ୍ୟୁରିଟି, ଜେଲସି, କମ୍ପାରିଜନ୍ ବାହାର କରିବାକୁ ହେବ। ଯେବେ ଆପଣ ଏହିସବୁ ଜିନିଷକୁ ମନରୁ ବାହାର କରିବେ, ଆପଣ यूनिवर्सଙ୍କଠୁ ମେସେଜ୍ ଗ୍ରହଣ କରିପାରିବେ। ଦେଖନ୍ତୁ, ସେତେବେଳେ ଆପଣଙ୍କୁ ଡିସିଜନ୍ ନେବା ଇଜି ହୋଇଥାଏ। ଆପଣ ଡିସିଜନ୍ ନେବା ପାଇଁ କାହା ଉପରେ ଡିପେଣ୍ଡ ରହିବେ ନାହିଁ। କ'ଣ ହୋଇଥାଏ ନା, ଆମ ମନରେ ଯେତେବେଳେ ବହୁତ ନେଗେଟିଭିଟି ଥାଏ, ଆମେ ଡିସିଜନ୍ ନେଇପାରି ନଥାଉ। ଆଉ ଲୋକଙ୍କ ଉପରେ ଡିପେଣ୍ଡ ଥାନ୍ତି ଯେ ଏଇ ସିଚୁଏସନ୍ରେ କ'ଣ ଡିସିଜନ୍ ନେଲେ ଭଲ ହେବ। ଯେତେବେଳେ ଆପଣ यूनिवर्सଙ୍କ ସହିତ ଷ୍ଟ୍ରଙ୍ଗ କନେକ୍ସନ୍ ବନେଇବେ, ଆପଣ ନିଜେ ଡିସିଜନ୍ ନେଇପାରିବେ। ଆପଣ यूनिवर्सକୁ କ୍ୱେଶ୍ଚନ୍ କରିପାରିବେ କିମ୍ବା ସଲ୍ୟୁସନ୍ ମଧ୍ୟ ମାଗିପାରିବେ। ସେତେବେଳେ यूनिवर्स ଆପଣଙ୍କୁ ନିଜେ ହେଲ୍ପ କରିବେ। यूनिवर्स ଆପଣଙ୍କୁ କେଉଁ ପୋଷ୍ଟ ଦେଖିକି ହେଲ୍ପ କରିଥାନ୍ତି। ଯେମିତି ଆପଣ ୟୁଟ୍ୟୁବ୍ ଓପନ୍ କରିବେ, ଆପଣଙ୍କୁ ସାଇ ବାବାଙ୍କ ପୋଷ୍ଟ କିମ୍ବା ନିମ୍ କରୁଲି ବାବାଙ୍କ ପୋଷ୍ଟ ଦେଖା ଦେଇଥାଏ ଯେ ଚିନ୍ତା କରନି, ସବୁ ଠିକ୍ ହୋଇଯିବ। କିମ୍ବା ଆପଣ ଯାହାକୁ ମାନନ୍ତି ତାଙ୍କ ପୋଷ୍ଟ ଦେଖାଦେବ। ରିସେଣ୍ଟଲି ମୁଁ ମୋ କ୍ୟାରିୟରକୁ ନେଇକି ଟିକେ ଚିନ୍ତା କରୁଥିଲି। ଆଉ ୟୁଟ୍ୟୁବ୍ ଖୋଲିଲା ମାତ୍ରେ ମୋତେ ଗୋଟେ ପୋଷ୍ଟ ଦେଖାଦେଲା ଯେ ହାର ମାନନି, ତୁମେ ନିଶ୍ଚୟ ସଫଳ ହେବ। ମୁଁ ଜାଣିଗଲି ଯେ यूनिवर्स ମୋତେ କହିବାକୁ ଚାହୁଁଛନ୍ତି ଯେ ମୁଁ ଟେନସନ୍ ନେବିନି କ୍ୟାରିୟରକୁ ନେଇକି। ମୁଁ ଏଇ ପୋଷ୍ଟ ଦେଖିବା ମାତ୍ରେ ମୋ ମନରେ ଏକଦମ ଗୋଟେ ପଜିଟିଭିଟି ଆସିଗଲା। ଦେଖନ୍ତୁ, ମୋ ଭିଡ଼ିଓ ଥ୍ରୋରୁ यूनिवर्स ଆପଣଙ୍କୁ ମେସେଜ୍ ଦେବାକୁ ଚାହୁଁଛନ୍ତି ଯେ ଆପଣ ଯାହା ଇଚ୍ଛା କରୁଛନ୍ତି ଆପଣଙ୍କର ମ୍ୟାନିଫେଷ୍ଟ ହେବ। ଆପଣ କେବଳ ପେସେନ୍ସ ରଖନ୍ତୁ ଆଉ यूनिवर्सକୁ ଟ୍ରଷ୍ଟ କରନ୍ତୁ। ଆପଣ ଯଦି ନିଜକୁ ଷ୍ଟକ୍ ଫିଲ୍ କରୁଛନ୍ତି ଆଉ ଜାଣିପାରୁନାହାନ୍ତି କ'ଣ କରିବେ, ତାହେଲେ ଆପଣ ମୋଠୁ ପର୍ସନାଲ ସେସନ୍ସ ନେଇପାରିବେ। ସ୍କ୍ରିନ୍ରେ ଦେଖାଯାଉଥିବା ନମ୍ବରରେ ହ୍ୱାଟ୍ସଆପ୍ କରିପାରିବେ। ଆଶା କରୁଛି ଆଜିର ଭିଡ଼ିଓରୁ ଆପଣଙ୍କୁ କିଛି ଶିଖିବାକୁ ମିଳିଥିବ। ରଖୁଛି, ଧନ୍ୟବାଦ।